ଗୋପୀନାଥପୁର ନାମକ ଗୋଟିଏ ଗ୍ରାମରେ ଦୀପକ ନାମର ଗୋଟିଏ ପୁଅ ରହୁଥିଲା, ଯାହାର ପରିବାର ନାଁରେ ମା ହିଁ ଥିଲା। ଦୀପକ କିଛି ବି କାମ କରୁନଥିଲା। ଦୀପକ ତା ପଡୋଶୀ ଗାଁର ଗୋଟିଏ ଝିଅକୁ ପ୍ରେମ କରୁଥିଲା, ଯାହାର ନାମ ଶ୍ରେୟା ଥିଲା। ଶ୍ରେୟାର ଘରେ ତ ଧନ ଥିଲା, ହେଲେ ଦୀପକ ପାଖରେ କିଛି ବି ନଥିଲା। ସେଥିପାଇଁ ଶ୍ରେୟାର ଘର ଲୋକ ଦୀପକକୁ ପସନ୍ଦ କରୁନଥିଲେ। ସେଥିପାଇଁ ସେ ଦୁଇ ଜଣ ଲୁଚିକି ବିବାହ କରିବାର ନିଷ୍ପତ୍ତି ନେଲେ। ସେ ଦୁଇ ଜଣ ପରିବାରର ବିରୋଧରେ ଯାଇ ବିବାହ କଲେ ଓ ଦୀପକ ତା ଘରକୁ ଶ୍ରେୟାକୁ ନେଇକି ଆସେ। ମା, ଏ ମା, ବାହାରକୁ ଆ, ଦେଖେ ମୁଁ କାହାକୁ ସାଙ୍ଗରେ ଆଣିଛି। ଇଏ ତୁ କଣ କଲୁ ପୁଅ? କଣ ହେଲା ମା, ତତେ କଣ ତୋ ବୋହୂ ପସନ୍ଦ ଆସିଲାନି? ପସନ୍ଦ କଣ ପାଇଁ ଆସିବନି? ହେଲେ ସେ କେତେ ବଡ଼ ଘରର ଝିଅ, ଆଉ ଆମ ଏ ଗରିବ ଘରର ବୋହୂ ହୋଇକି ସେ କେମିତି ରହିପାରିବ? ମା, ମତେ ଏଠି କିଛି ବି ଅସୁବିଧା ହବନି। ତୁମେ ଏ ବିଷୟରେ ଚିନ୍ତା କରନି। ଆଚ୍ଛା ବୋହୂ, ତୁମ ମା ବାପା ଏ ବାହାଘରକୁ ମାନିବେ ନା? ମୁଁ ମୋ ମାଙ୍କୁ ସବୁ କହିଦେଇଛି କି ମୁଁ ଦୀପକ ବିନା ରହିପାରିବିନି। ମୋ ମା ବାପା ମତେ ବହୁତ ଭଲ ପାଆନ୍ତି, ସେଥିପାଇଁ ସେ ବାହାଘରକୁ ନିଶ୍ଚୟ ମାନିବେ। କିଛି ଦିନ ପରେ ଅଷ୍ଟମଙ୍ଗଳା ଅଛି ନା, ସେ ମତେ ନବାକୁ ନିହାତି ଆସିବେ। ଏମିତି ହିଁ କିଛି ଦିନ ଗଲା, ଆଉ ଅଷ୍ଟମଙ୍ଗଳାର ଦିନ ଆସିଲା। ଶ୍ରେୟାର ମା ଶ୍ରେୟାକୁ ଦେଖା କରିବାକୁ ଆସିଲା। ନମସ୍କାର ସମୁଦୁଣୀ, କେମିତି ଅଛନ୍ତି? ହଁ ହଁ, ମୁଁ ଠିକ ଅଛି। ଆସନ୍ତୁ ଆସନ୍ତୁ, ଭିତରକୁ ଆସନ୍ତୁ। ବୋହୂ, ଏ ବୋହୂ, ଦେଖ କିଏ ଆସିଛନ୍ତି। ତୁମ ମା ଆସିଛନ୍ତି। ମା, ତୁମେ ଆସିଗଲ? ବାପା ଆସିଲେନି? ନାହିଁ ଝିଅ, ବାହାର ଗାଁରେ ତାଙ୍କର କଣ କାମ ଥିଲା, ସେ ସେଠାକୁ ଯାଇଛନ୍ତି। ସେଥିପାଇଁ ମୁଁ ଏକା ହିଁ ଆସିଗଲି। ଆଚ୍ଛା ବୋହୂ, ତୁମେ ତୁମ ମା ସହ କଥା ହଉଥାଅ, ମୁଁ ଦୀପକକୁ ଡାକି ଦେଉଛି। ହଁ ମା। ତାପରେ ଶ୍ରେୟା ଓ ତା ମା ଖଟରେ ବସି କଥା ହେଲେ। ମା, ତୁମେ କେମିତି ଅଛ? ମୁଁ ଠିକ ଅଛି। ଇଏ ତୁ କେମିତିକା ଶାଢୀ ପିନ୍ଧିଛୁ, ଆଉ ଏ କି ଅବସ୍ଥା କରିଛୁ ନିଜର? ଚେହେରା କେମିତି ଝାଉଁଳି ପଡିଛି ତୋର। ତତେ କଣ ଠିକ ସେ ଖାଇବାକୁ ଦଉନାହାନ୍ତି? ସେ ଶାଗ ଭାତ ଖାଇବାକୁ ଇଚ୍ଛା ହଉନି ମା। ଜାଣିଛ, ଯେବେଠୁ ବାହା ହୋଇଛି ମାଛ ମାଉଁସର ନାଁ ବି ଶୁଣିନି ମୁଁ। ଦେଖ ଝିଅ, ତୁ ପ୍ରେମ ବିବାହ କଲୁ ବୋଲି ମୁଁ ଚୁପ ରହିଲି ଆଉ ମାନି ନେଲି, ହେଲେ ଗୋଟେ ମା ହେଇକି ମୁଁ ତୋର ଏ ଅବସ୍ଥା ଦେଖି ପାରୁନି। ଆମ ପାଖରେ କଣ ନାହିଁ କହ? ସବୁ କିଛି ଅଛି। ତୁ ଆମ ଝିଅ ହୋଇକି ବି ଏମିତି ଭୁଲ କଲୁ। ତୋର ଏମିତି ଅବସ୍ଥା ଦେଖି ମୋ ପେଟକୁ ମୁଠେ ଭାତ ବି ଯିବନି। କଣ କରିବି ମା କୁହ? ମୋ ଶାଶୁ ଅନ୍ୟ ଘରେ କାମ କରି ଯାହା ଆଣୁଛି, ସେଥିରେ ମୋ ଘର ପରିବାର ଚଳୁଛି। ସେ ତ କାମ ବହୁତ ଖୋଜୁଛନ୍ତି, ହେଲେ କାମ ମିଳୁନି। ଯେମିତି କାମ ମିଳିବ, ଆମର ସବୁ ଅସୁବିଧା ପଳେଇବ। ହେଲେ ଝିଅ, ତାଙ୍କ ଦୁଃଖରେ ତୁ କଣ ପାଇଁ ଭୋଗିବୁ? ଶୁଣ ଝିଅ, ତୁ ଜ୍ୱାଇଁ ପୁଅକୁ ଭଲରେ ବୁଝା କି ସେ ନରକକୁ ଛାଡ଼ି ଆମ ଘରକୁ ଚାଲିଯିବେ, ଘର ଜ୍ୱାଇଁଆ ହୋଇକି ରହିବେ। ସେଠି ତାଙ୍କୁ କିଛି ଅସୁବିଧା ହବନି। ମା, ଚୁପ ହୋଇଯାଅ, ତୁମ ଜ୍ୱାଇଁ ଆସିଲେଣି। ମା, ତୁମେ କେବେ ଆସିଲ? ଆଉ ସବୁ ଠିକ ଅଛି ନା? ହଁ, ମୁଁ ଠିକ ଅଛି ପୁଅ। ତୁମେ କେମିତି ଅଛ କୁହ? ହଁ, ଠିକ ଅଛି। ମୁଁ କୋଉ କାମର ଖୋଜରେ ଯାଇଥିଲି। ସେତିକି ସମୟରେ ଦୀପକର ମା ଦୀପକକୁ ଡାକେ। ସେ ବାହାରକୁ ଯାଏ। ପୁଅ, ଏ ମିଠା ନେଇକି ବୋହୂକୁ ଦେଇଦେ। ତୋ ଶାଶୁ ମାଙ୍କୁ କିଛି ଖାଇବାକୁ ଦେଇଦବ। ମା, ତୁ କୁଆଡେ ଯାଇଥିଲୁ? ମିଠା ଆଣିବାକୁ ଏତେ ସମୟ କଣ ପାଇଁ ଲାଗିଲା? ସେ ମୁଁ ଦୋକାନକୁ ଯାଇଥିଲି ଅଣ୍ଡା ଆଣିବାକୁ। ଆରେ ମା, ତୁ ଅଣ୍ଡା କଣ ପାଇଁ ଆଣିଲୁ? ଶାଶୁ ମା ଆସିଛନ୍ତି, ମଟନ ବି
ଆଣିପାରିଥାନ୍ତୁ ନା। ମୋ ପାଖରେ ବାସ୍ 30 ଟଙ୍କା ଥିଲା ତ ମୁଁ ଅଣ୍ଡା ଆଣିଲି। ଏବେ ତ ଅଣ୍ଡା ସହିତ ଭାତ ଖାଇନିଅ। ସନ୍ଧ୍ୟାକୁ ଯେବେ କାମର କିଛି ପଇସା ମିଳିବ ତ ମୁଁ ମଟନ ଆଣିବି ପୁଅ। ତ ଏବେ କଣ ମୋ ଶାଶୁ ମା ଅଣ୍ଡା ସହିତ ଭାତ ଖାଇବେ? ସେ ପ୍ରଥମ ଥର ପାଇଁ ଆମ ଘରକୁ ଆସିଛନ୍ତି। ମା, ତୁ କିଛି ବି କର, ଯାଇକି ମଟନ ଆଣେ। ମୋ ଶାଶୁଙ୍କୁ ଅଣ୍ଡା ସହ ଭାତ ଦେବୁନି ମା। ଆରେ ବ୍ୟସ୍ତ କଣ ପାଇଁ ହଉଛ? ଇଏ ନିଅ ନିଅ, ଆଉ ତୁମେ ନିଜେ ଯାଇକି ମଟନ ନେଇକି ଆସ। ଆରେ ନାଇଁ ନାଇଁ, ମୁଁ ତୁମ ପଇସା କଣ ପାଇଁ ନେବି? ମା ତ ପଇସା ଦେଇଛି। ଆପଣ ଭିତରକୁ ଯାଇ ବସନ୍ତୁ। ଏମିତି କହିଲେ ଚାଲିବ? ସେ ବି ତୁମର ମା ଆଉ ମୁଁ ବି ତୁମର ମା। ଆଉ ମାଠୁ ପଇସା ନବାକୁ କିଏ କଣ ଲାଜ କରେ? ନିଅ ପଇସା, ନିଅ ଯାଇକି ମଟନ ଆଣ। ଦୀପକ ତା ଶାଶୁଙ୍କଠୁ ପଇସା ନେଇ ଚାଲିଗଲା। ଏମିତି ହିଁ କିଛି ଦିନ ଗଲା। ଗୋଟିଏ ଦିନ ରାତିରେ ଶ୍ରିୟା ମନ ଦୁଃଖରେ ବସିଥିଲା। କଣ ହେଲା? ତୁମେ ଏମିତି ଉଦାସ ହେଇ ବସିଛ? ଉଦାସ ହେବିନି ତ କଣ କରିବି? ସେଦିନ ମୋ ମା ଆସିଥିଲେ ଆଉ ତୁମ ମା ଭଲରେ କଥା ବି ହେଲେନି। ପ୍ରେମ ବିବାହ କରିଲି ବୋଲି ମୋ ମାଙ୍କ ଅପମାନ ହେଲା। ଏବେ ଘରେ ରହିବାକୁ ମୋର ବିଲକୁଲ ଇଚ୍ଛା ହଉନି। ଏଠି ମତେ ଅଣନିଶ୍ୱାସୀ ଲାଗୁଛି। ମା କଥା କଣ ପାଇଁ ହେଲାନି? ସେ ଦିନ ସାରା କାମ କରିକି ଆସିଥିଲା, ସେଥିପାଇଁ ସେ ଶୋଇ ଯାଇଥିବ। ତୁମେ ସବୁ ବୁଝିବନି। ତୁମେ ତ ସବୁବେଳେ ଘରେ ରହୁନ ନା। ମୁଁ ଆସିବା ଠାରୁ ଦେଖୁଛି ମା ମତେ ଅଣଦେଖା କରୁଛନ୍ତି। ଗୋଟେ ଦିନ ବି ସେ ଭଲ ଖାଇବା ବନେଇ ପାରିବେନି। ଏସବୁ ସେ ଜାଣି ଜାଣି କରୁଛନ୍ତି, କାହିଁକି ନା ତୁମେ କାମ କରୁନ। ଏ କଥା ତ ତୁମେ ବିଲକୁଲ ଠିକ କହିଛ। ପ୍ରଥମେ ତ କେବେ କେବେ ମାଛ କରୁଥିଲା, ହେଲେ ବାହା ହେବାଠୁ ତାହା ବି ବନଉନି। ଚାଲ ନା ମୋ ଘରକୁ ଯାଇ ରହିବା। ତୁମେ ସେଠି ଘର ଜ୍ୱାଇଁ ହୋଇକି ରହିବ। ଆମ ଘରେ କୌଣସି ଅଭାବ ହବନି। ଆଉ ସେଠି ତୁମର ଇଜ୍ଜତ ବି ସମସ୍ତେ କରିବେ। ମୁଁ ଜାଣିଛି ସେଠି ସମସ୍ତେ ମୋ ଇଜ୍ଜତ କରିବେ। ହଉ, 2 ଦିନ ରହିଯାଅ, ମୁଁ କିଛି କରୁଛି। ଗୋଟିଏ ଦିନ ସକାଳେ ମା, ମତେ ଖାଇବାକୁ ଦିଅ। ହଁ ପୁଅ, ତୁ ବସେ, ମୁଁ ଖାଇବା ଆଣୁଛି। ଆଜି ପୁଣି ଶାଗ ଭାତ? ସବୁଦିନ ସେ ଗୋଟେ ଖାଇବା ଭଲ ଲାଗୁନି ମା। କଣ ତୁମେ ଗୋଟେ ଦିନ ଆମିଷ ବନେଇ ପାରୁନ ମା? ତୁ ତ ସବୁଦିନେ ଖାଇବା ବେଳେ ନଖରା ଦେଖଉଛୁ। ତୁ ହିଁ କହ, ଅନ୍ୟ ଘରେ କାମ କରି କେତେ ଟଙ୍କା ମିଳୁଛି ମତେ। ଯାହା ବି ପଇସା ମିଳୁଛି ଚାଉଳ ଡାଲି କିଣିବାରେ ଲାଗି ଯାଉଛି। ତୁ ବି ଯଦି ଗୋଟେ କି 2 ଦିନ କାମ କରିଥାନ୍ତୁ, ସେ ପଇସାରେ କିଛି ଆମିଷ ବନେଇ ପାରିଥାନ୍ତି। ହେଲେ ତୁ ତ କାମ କରୁନୁ, ପୁରା ଦିନ ଖାଲି ବୁଲୁଛୁ। ଏବେ ତୁ ହିଁ କହ, ମୁଁ ଏକା କଣ କରିବି? ତୁ ତ ଖାଲି ମତେ କାମ କରିବାକୁ କହୁଛୁ। ଠିକ ଅଛି, ଏବେ ଅଷ୍ଟମଙ୍ଗଳାରେ ଶ୍ୱଶୁର ଘରେ 1 ମାସ ରହିକି ଆସିଲି, ହେଲେ ସେ ତ କେବେ କାମ କରିବାକୁ କହିଲେନି ମତେ। ଗୋଟେ ଦିନ ବି ମାଛ ମାଂସ ବିନା ଖାଇବାକୁ ଦେଇନାହାନ୍ତି ମତେ। ଏଠି ଏ ଶାଗ ଭାତ ଖାଇ ଖାଇ ମୋର ତ ଜୀବନ ଯିବାକୁ ଲାଗିଲାଣି। ଏବେ ଏ ଘରେ ଗୋଟେ ମୁହୂର୍ତ୍ତ ବି ରହିବିନି ମୁଁ। ଯାଉଛି ଶ୍ୱଶୁର ଘର। ଏ ଶ୍ରିୟା, ଚାଲ, ଏବେ ମୁଁ ସେଠି ହିଁ ଘର ଜ୍ୱାଇଁ ହୋଇକି ରହିବି। ହଁ ଠିକ ଅଛି, ଚାଲ। ସେମାନେ ଘରୁ ବାହାରକୁ ନିଜର ବ୍ୟାଗ ନେଇ ଆସନ୍ତି। ଆଉ ପଛରେ ତା ମା କାନ୍ଦି କାନ୍ଦି କହୁଥାଏ, ଯାନି ପୁଅ, ଯାନି ପୁଅ। ଦରକାର ପଡ଼ିଲେ ଭିକ ମାଗିକି ତତେ ମାଛ ମାଂସ ଖାଇବାକୁ ଦେବି। ଯଦି ତୁ ଚାଲିଯିବୁ ତ ମୋ ଜୀବନ ପୁରା ଖାଲି ପଡ଼ିଯିବ। ତାପରେ ସେମାନେ ଶ୍ରିୟାର ଘରକୁ ଗଲେ। ତା ମା ବାହାରେ ବସିଥାଏ। ମା, କଣ କରୁଛୁ? ବାପରେ, ତୁମେ ମାନେ ଆସିଛ? କେମିତି ଅଛ ମା? ମୁଁ ଠିକ ଅଛି, ଚାଲ ତୁମେ ଭିତରକୁ ଚାଲ। ହେଇଟି, କୁଆଡେ ଗଲ? ଦେଖ, ଝିଅ ଜ୍ୱାଇଁ ଆସିଛନ୍ତି। ଯାଇକି ଛେଳିର ମାଂସ ଆଣିବ ତ। ଠିକ ଅଛି, ଆଣିବି। ଆଚ୍ଛା ପୁଅ, ଘରେ ସବୁ ଠିକ ଅଛି ନା? ନାହିଁ, ମାନେ ମୁଁ ମା ସହିତ ଝଗଡ଼ା କରିକି ଏଠିକି ସବୁଦିନ ପାଇଁ ଆସିଛି। ଆଜିଠୁ ମୁଁ
ଆପଣଙ୍କ ସହ ହିଁ ରହିବି। ଆମ ସହିତ? ଆଚ୍ଛା ଯଦି ଏଠି ହିଁ ରହିବ ତ ଖାଲିରେ ବଜାର ଯାଇ ମଟନ ଆଣିବା କଣ ଦରକାର? ଏ ପାଖ ଦୋକାନରୁ ଅଣ୍ଡା ନେଇ ଆସୁଛି। ଏମିତି ହିଁ ଦୀପକ ଶ୍ୱଶୁର ଘରେ ରହିବାକୁ ଲାଗେ। ଗୋଟିଏ ଦିନର କଥା, ଦୀପକ ଯେତେବେଳେ ଖାଇବାକୁ ବସିଥାଏ, ଏ ରୁଟି ଖାଇକି କ୍ଷେତକୁ ଯାଅ, ଶ୍ୱଶୁରଙ୍କୁ ଖାଇବା ଦେଇକି ଆସିବ। ଆଜି ବହୁତ ଡେରି ହେଲାଣି। ମା, ମୁଁ ତ ଏ ଲଙ୍କା ଲୁଣ ସହିତ ରୁଟି ଖାଇପାରିବିନି। ତୁମେ କେମିତିକା ଘରର ପୁଅ ମୁଁ ଏହା ଭଲରେ ଜାଣିଛି। ତୁମ ମା ଅନ୍ୟ ଘରେ ଯାଇକି କାମ କରୁଛି, ଆଉ ପୁଅ ଏଠି ବଡ ବଡ କଥା କହୁଛି। ଯାଅ, ଖାଇବା ଖାଇ ଶ୍ୱଶୁରଙ୍କୁ ଖାଇବା ଦେଇକି ଆସିବ। ଦୀପକ କିଛି ନ କହି ଚୁପଚାପ ଖାଇବା ଖାଇ ଶାଶୁ କହିବା ପରି କରେ। ସେ ବାଟରେ ଗଲା ବେଳେ ତାର ସାଙ୍ଗ ତାକୁ କହିଲା, ଆରେ ଦୀପକ, କୁଆଡେ ଯାଉଛୁ? ଶ୍ୱଶୁର କ୍ଷେତକୁ ଯାଇଛନ୍ତି ତ, ତାଙ୍କୁ ଖାଇବା ଦବାକୁ ଯାଉଛି। ଆରେ ଶରମ ବୋଲି କଣ ଅଛି ନା ନାହିଁ ତୋ ପାଖରେ? ନିଜ ଘର ଛାଡିକି ଏଠି ଶ୍ୱଶୁରର ଖାଇବା ପହଞ୍ଚାଉଛୁ। ଆରେ ତାକୁ ଶରମ ଥିଲେ ସିଏ କଣ ଏଠି ଘର ଜ୍ୱାଇଁ ହୋଇକି ରହିଥାନ୍ତା? ଏମିତି ଲୋକଙ୍କୁ ଜ୍ଞାନ ଦେବା କିଛି ଦରକାର ନାହିଁ। ଚାଲେ ଭାଇ, ଯିବା ଚାଲେ। ବାପା, ଖାଇବା ଆଣିଛି, ଖାଇନିଅ। ଠିକ ଅଛି, ମୁଁ ଖାଉଛି। ସେ ପର୍ଯ୍ୟନ୍ତ ତୁମେ ଏଠି କାମ କର ପୁଅ। ବାପା, ମତେ କ୍ଷେତ କାମ ଆସୁନି। ବସି ବସି ଖାଇପାରୁଛ, ଯାଅ କାମ କର, ସବୁ ଆସିବ। ଯେହେତୁ ଦୀପକ ଘର ଜ୍ୱାଇଁ, ସେ କିଛି କହିପାରିଲାନି, ଆଉ କାମରେ ଲାଗି ପଡିଲା। ସେଦିନ ରାତିରେ ଶ୍ରିୟା ଟିଭି ଦେଖୁଥାଏ। ଶୁଣୁଛ, ମତେ ଜୋରରେ ଜର ହେଉଛି। କିଛି ଔଷଧ ଅଛି ଯଦି ଆଣିକି ଦିଅ ମତେ। ଓ, ଦେଖା ଯାଉନି, ମୁଁ ସିରିଏଲ ଦେଖୁଛି। ଏବେ ଯାଅ, ଯାଇକି ଶୋଇପଡ। ବାପା ବଜାର ଯାଇଛନ୍ତି, ଏବେ ଫୋନ କରୁଛି, ସେ ଆଣିଦେବେ। ହଁ, ଠିକ ଅଛି। ଇଏ ନେ ଝିଅ, ତୁ ଫୋନ କରି ପକୁଡି ଆଣିବାକୁ କହିଥିଲୁ ନା? ଇଏ ନେ, ଗରମ ଅଛି। ବାପା, ତୁମେ ମୋ ଔଷଧ ଆଣିଛ ନା? କଣ ପାଇଁ? ଏବେ ତମକୁ କଣ ହେଇଗଲା? କଣ ଶ୍ରିୟା କିଛି କହିନି କି ମତେ ଜୋରରେ ଜର ହେଉଛି ବୋଲି? ଏସବୁ କିଛି ନୁହଁ, ପ୍ରଥମେ ପ୍ରଥମେ କାମ କଲେ ଏମିତି ହୁଏ। କାଲି କ୍ଷେତକୁ ଗଲେ ସବୁ ଠିକ ହୋଇଯିବ। ଯାଉ ଶୋଇପଡ ଏବେ। ରାତି ବହୁତ ଥାଏ। ଦୀପକ ଖଟରେ ଶୋଇ ଛଟପଟ ହଉଥାଏ। ମା, ମତେ ଟିକେ ପାଣି ପିଆଇ ଦିଅ ମା। ମୁଁ ଆଉ ବଞ୍ଚିବିନି ମା। ନାଇଁ ନାଇଁ, ମୁଁ ଏଠି ଆଉ ଗୋଟେ ମୁହୂର୍ତ୍ତ ବି ରହିପାରିବିନି। ଏବେ କେମିତି ବି ମତେ ମୋ ମା ପାଖକୁ ଯିବାକୁ ପଡିବ। ଦୀପକ ରାତିରେ ହିଁ ଘରୁ ବାହାରି ତା ମା ପାଖକୁ ଚାଲିଯାଏ। ମା, ମା। ଏତିକି କହି ଦୀପକ ଜୋରରେ ପଡିଯାଏ। ପୁଅ, ପୁଅ ତତେ କଣ ହେଲା? କଣ ହେଲା ତତେ? ଆଖି ଖୋଲ ପୁଅ, କଣ ହେଲା ତତେ? ଏମିତି କେମିତି ହେଲା? ହେ ଭଗବାନ, ମୋ ପୁଅକୁ ଠିକ କରିଦିଅ। ମୁଁ ଡକ୍ଟରକୁ ଡାକୁଛି, ତୁ ଆଖି ଖୋଲ ପୁଅ। ତା ପରଦିନ ସକାଳୁ ହିଁ ଶ୍ରିୟା ସହ ତା ମା ବାପା ଆସିଯାଆନ୍ତି ଦୀପକ ଘରକୁ। ଆରେ ତୁମେ କେମିତିକା ଲୋକ? କିଛି ନ କହିକି ଚାଲି ଆସିଲ। ସକାଳୁ ଉଠି ତମକୁ କେତେ ଖୋଜିଲୁଣି ଜାଣିଛ? ତୁମେ ମତେ ସକାଳୁ ଖୋଜୁଛ? ଭଲ ହେଲା, ମୁଁ ରାତିରେ ହିଁ ମୋ ମା ପାଖକୁ ଆସିଲି। ନହେଲେ ମତେ ଏତେ ଜୋରରେ ଜର ଥିଲା, କଣ କହିବି? ଆଚ୍ଛା, ଯଦି ତମକୁ ଏତେ ଜର ଥିଲା ତ ତୁମେ ମାଙ୍କୁ କହିଲନି? ହଉ ମା, ମୁଁ ତ ଗଲା 3 ମାସ ତୁମ ଘରେ ଥିଲି। ଏତିକିରେ ହିଁ ତୁମ ପାଇଁ ବୋଝ ହୋଇଗଲି। ଏ ଦେଖ, ଏ ହେଉଛି ମୋ ମା। ସିଏ ଗଲା 25 ବର୍ଷ ହେଲା ନିଜେ ନ ଖାଇ ମତେ ଖୁଆଉଛି, ବଡ କରିଛି, ହେଲେ ମତେ କେବେ ବୋଝ ଭାବିନି। ମା, ମା, ମୁଁ ତୁମକୁ ଛାଡିକି ଯିବା ମୋର ସବୁଠାରୁ ବଡ ଭୁଲ ଥିଲା। ମା, ମତେ କ୍ଷମା କରିଦେ ମା। ଏସବୁ ନାଟକ ମୁଁ ଆଉ ଦେଖିପାରିବିନି। ଏ ଶ୍ରିୟା, ଚାଲ ମୋ ସାଙ୍ଗରେ। ନା ମା, ମୁଁ ଯିବିନି। ମୁଁ ମୋ ସ୍ୱାମୀ ସହିତ ହିଁ ରହିବି। ମା, ମୋ ଦ୍ୱାରା ବହୁତ ବଡ ଭୁଲ ହୋଇଯାଇଛି, ମତେ କ୍ଷମା କରିଦିଅ ମା। ସେମାନେ ନିଜ ଭୁଲ ବୁଝିପାରିଲେ ଓ ସେ 3 ଜଣ ଖୁସିରେ ରହିଲେ। ଆଉ ଦୀପକ ଏବେ ବୁଝିପାରିଲା, କାମ ନ କଲେ ସମ୍ମାନ କୋଉଠି ବି ମିଳେନି।